ପିଲାମାନେ ଆଜି ଆମେ ଆମର ଏଇ ପ୍ରକୋଷ୍ଠ ମଧ୍ୟରେ ସଂସ୍କୃତ ବ୍ୟାକରଣ ଭ୍ରମ ସଂଶୋଧନ କେତେକ ବାକ୍ୟ ଯାହାକି ଭୁଲ ରହିଛି ଆମେ ତାକୁ ସଂଶୋଧନ କରିବା। ପିଲାମାନେ ସେତିକି ଜ୍ଞାନ ତୁମର ନହେଲେ ତୁମେ ଗୋଟେ ଭୁଲକୁ ସଂଶୋଧନ କରିପାରିବ ନାହିଁ। ତେଣୁ ସେଥିପାଇଁ ତୁମର ଜ୍ଞାନ ଆବଶ୍ୟକ। ତାହେଲେ ଆଜି ଆମେ ସେହିପରି କେତେ ଗୁଡ଼ିଏ ବାକ୍ୟକୁ ସଂଶୋଧନ କରିବା। ସବୁର ଅଭ୍ୟାସ ଦରକାର। ଅଭ୍ୟାସ କଲେ ତାହା ମଧ୍ୟ ତୁମେ ଜାଣିଯିବ। ତାହେଲେ ଶବ୍ଦ ରୂପଗତ କେତେ ଗୁଡ଼ିଏ ବାକ୍ୟ ଦେଖ। ବହିରେ ସବୁ ପିଲାମାନେ ଅଛି, କିନ୍ତୁ ତାକୁ ଆଲୋଚନା କରିବା ଏବଂ କୋଉଠି ଭୁଲ ରହୁଛି ସେଇଟା ତୁମକୁ ଜଣେଇବା ନିହାତି ଦରକାର। ତେଣୁ ଆଜି ଏଇଟି ତୁମ ପାଇଁ କରାଯାଉଛି। କ୍ଲାସରେ ତୁମେ ଶିଖ। ଦେଖ, ଗୋଟେ ବାକ୍ୟ ଧର ଅଛି, ହରିଶ୍ୟ ଗାମ୍ ପଶ୍ୟ। ତମେ ଜାଣିଛ ହରି ହେଉଛି ହର୍ଷେଇକାରାନ୍ତ ଶବ୍ଦ। ହରିଶ୍ୟ ମାନେ ହରିର ଅର୍ଥାତ୍ ଷଷ୍ଠୀ ବିଭକ୍ତି ଅଛି, କିନ୍ତୁ ପ୍ରକୃତରେ ହରି ଶବ୍ଦର ଷଷ୍ଠୀ ବିଭକ୍ତି ଏକବଚନ ହରିଶ୍ୟ ହୁଏ ନାହିଁ। କଣ ହୁଏ? ହରେହେ। ତାହେଲେ ଠିକ କୋଉଟା ନା ହରେହେ ଗାମ୍ ପଶ୍ୟ। ବୁଝିପାରିଲ? ହରେହେ ଗାମ୍ ପଶ୍ୟ, ଏଇଟା ହଉଛି ଠିକ। ଏବେ ଆଉ ଗୋଟେ ଦେଖ, ଭୂପତିହୁ ଆଦେଶମ୍ ପାଳୟ। ଭୂପତିହୁ ଅଛି, ଭୂପତି ଏଇଟା ବି ହର୍ଷେଇକାରାନ୍ତ ଶବ୍ଦ। ତା ଅର୍ଥ ଓଡ଼ିଆ କଣ ହଉଛି? ଭୂପତିଙ୍କର ବା ରାଜାଙ୍କର ଆଦେଶକୁ ପାଳନ କର। କର୍ତ୍ତା ହଉଛ ତୁମେ, ତେଣୁ ପାଳୟ ଅଛି। କିନ୍ତୁ କୋଉଠି ଭୁଲ ଅଛି ନା ଏଇ ଭୂପତିହୁ ଶବ୍ଦ ଭୁଲ ଅଛି। ଭୂପତି ଶବ୍ଦର ଷଷ୍ଠୀ ବିଭକ୍ତି ଏକବଚନ ହୁଏ ଭୂପତେହେ। ତେଣୁ ଭୂପତେହେ ଆଦେଶମ୍ ପାଳୟ, ଏଇଟା ହଉଛି ଠିକ। ଦେଖ ଆଉ ଗୋଟେ ଦେଖିବା, ରବିହି ଭ୍ରାତାସ୍ୟ ଗୃହମ୍ ଗଚ୍ଛତି। ଓଡ଼ିଆ କଣ? ରବି ଭାଇର ଘରକୁ ଯାଉଛି। ତାହେଲେ ଭାଇର ଷଷ୍ଠୀ ବିଭକ୍ତି ଅଛି। ଭ୍ରାତା ଶବ୍ଦ ଭ୍ରାତୃ, ନାଇଁ କି? କିନ୍ତୁ ଭ୍ରାତା ଶବ୍ଦର ଷଷ୍ଠୀ ବିଭକ୍ତି ଏକବଚନ ହୁଏ କଣ? ଭ୍ରାତୁହୁ। ଆଉ ସବୁ ଠିକ ଅଛି। ତାହେଲେ ରବିହି ଭ୍ରାତୁହୁ ଗୃହମ୍ ଗଚ୍ଛତି, ଏଇଟା ହଉଛି ଠିକ। ବୁଝିପାରିଲ? ଭ୍ରାତା ଶବ୍ଦର ଷଷ୍ଠୀ ବିଭକ୍ତି ଏକବଚନ ହବ ଭ୍ରାତୁହୁ। ତେଣୁ ଆମକୁ ଶବ୍ଦ ନିହାତି ଜାଣିବା ଦରକାର। ହେ ବିଷ୍ଣୁ ରକ୍ଷ। ତାହେଲେ ହେ ବିଷ୍ଣୁ ମାନେ ଏଇଟା ସମ୍ବୋଧନ ହବା କଥା, ନାଇଁ କି? ସମ୍ବୋଧନରେ ବିଷ୍ଣୁ ହଉଛି ଉକାରାନ୍ତ ଶବ୍ଦ, ଶିଶୁ ଶବ୍ଦ ପରି। ତେଣୁ ହେ ବିଷ୍ଣୁ ଲେଖିକି ସମ୍ବୋଧନ ଚିହ୍ନ ଦବ। ହେ ବିଷ୍ଣୁ ରକ୍ଷ, ଅର୍ଥାତ୍ ହେ ବିଷ୍ଣୁ ରକ୍ଷା କର। ବୃଦ୍ଧସ୍ୟ ପ୍ରାଣଃ ଅସ୍ଥିରାଃ ଭବନ୍ତି। ପିଲାମାନେ, ପ୍ରାଣଃ ତମକୁ ଲାଗୁଛି ସବୁ ଠିକ ଅଛି, ବୁଢାର ପ୍ରାଣ ଅସ୍ଥିର ଅଟେ, କିନ୍ତୁ ପ୍ରାଣ ଶବ୍ଦଟା ଏଇଟା ଗୋଟେ ବହୁବଚନାନ୍ତ ଶବ୍ଦ ହେଲା। ତେଣୁ ପ୍ରାଣାଃ ହେଇଯିବ। ବୃଦ୍ଧସ୍ୟ ପ୍ରାଣାଃ ଅସ୍ଥିରାଃ ଭବନ୍ତି, ଏଇଟା ହଉଛି ଠିକ। ବୁଝିପାରିଲ? କୋଉଠି ଭୁଲ ରହୁଛି? ପ୍ରାଣଟା ବହୁବଚନାନ୍ତ ଶବ୍ଦ। ସେମିତି ଦେଖ, କୁମାରୀ ନାମ ଲୀଳା, ଏଠି କୁମାରୀ ନାମ ହବ, କୁମାରୀ ନାମ ନୁହେଁ, ଏଇଟା ଣତ୍ୱବିଧି ଅନୁସାରେ କୁମାରୀ ନାମ ଲୀଳା ହବ। କୁମାରୀ ମାନଙ୍କର ଲୀଳା, ଏଟା ନ ହେବ ନାହିଁ, ନଟା ଭୁଲ ଅଛି। ଅମ୍ବେ ମାମ୍ ରକ୍ଷ, ଅମ୍ବେ ହୁଏ ନାହିଁ, ଅମ୍ବ ମାନେ ମା, ନାଇଁ? ଅମ୍ବ ଶବ୍ଦର ସମ୍ବୋଧନ ହଉଛି ଅମ୍ବ, ଲେଖିକି କଣ କରିବ? ସମ୍ବୋଧନ ଚିହ୍ନ ଦବ। ଅମ୍ବ ମାମ୍ ରକ୍ଷ। ତେଣୁ ଏଇଟା କଣ ଅଛି? ଭୁଲ ଅଛି। ଅମ୍ବ ମାମ୍ ରକ୍ଷ ଠିକ। ଲକ୍ଷ୍ମୀ ଜଗନ୍ନାଥମ୍ ସେବତେ ହେଲା। ଲକ୍ଷ୍ମୀ ଶବ୍ଦ ଆମର ଏଠି କଣ?
ଲକ୍ଷ୍ମୀ ଶବ୍ଦରେ ଆମର ବିସର୍ଗ ଦିଆଯାଏ। ନଦୀ ଶବ୍ଦରେ ବିସର୍ଗ ନାହିଁ, ଦୀର୍ଘ ଇକାରାନ୍ତ, କିନ୍ତୁ ଲକ୍ଷ୍ମୀ ଶବ୍ଦରେ ବିସର୍ଗ ରହିବ। ତେଣୁ ଲକ୍ଷ୍ମୀ ହିଁ ଜଗନ୍ନାଥମ୍ ସେବତେ, ଲକ୍ଷ୍ମୀ ଜଗନ୍ନାଥଙ୍କୁ ସେବା କରୁଛନ୍ତି। ମମ ଶ୍ୱଶରଃ କ୍ରୀଡ଼ନ୍ତି, ଶୋଷା ମାନେ ଭଉଣୀ। ତାହେଲେ ମମ ଶ୍ୱଶରଃ କ୍ରୀଡ଼ନ୍ତି, ଶ୍ୱଶରଃ ହୁଏ ନାହିଁ, ଶୋଷାରଃ, ଶୋଷାରଃ। ତାହେଲେ ମୋର ଭଉଣୀ ମାନେ ଖେଳୁଛନ୍ତି, ଶୋଷାରଃ ଟା ଠିକ। ବୁଝିପାରିଲ କୋଉଠି ଭୁଲ ରହୁଛି? ସେମିତି ଦେଖ, ସୁନ୍ଦରୀ ବାଳିକେ, ବାଳିକେ ମାନେ ଏଠି କୋଉ ବଚନ ଅଛି? ଦୁଇ ବଚନ, ବାଳିକା, ବାଳିକେ, ବାଳିକାହା। ତାହେଲେ ଏଠି ଯେତେବେଳେ ଦୁଇ ବଚନ ହେଇଗଲା, ସୁନ୍ଦରୀ ଶବ୍ଦର ବି ଦୁଇ ବଚନ ହବା ଦରକାର। ତେଣୁ ସୌନ୍ଦର୍ଯ୍ୟୌ ବାଳିକେ ହେଲା। ସେମିତି ଦେଖ, ସରଳୟା ନୀତିନା, ସରଳୟା ନୀତିନା, ଏଇ ନୀତିନା ଏଇଟା ହର୍ଷେଇକାରାନ୍ତ ଶବ୍ଦ ହେଲେ ମଧ୍ୟ ମୁନିନା ହୁଏ, କିନ୍ତୁ ନୀତିନା ହବନି, ନୀତିର ହବ ନିତ୍ୟା ହେଲା। ସରଳୟା ନିତ୍ୟା, ଏଇଟା ହଉଛି ଠିକ ଅଛି। ହେ ମାତା ଅତ୍ର ଆଗଚ୍ଛ, ହେ ମାତା ଆମର ସମ୍ବୋଧନ ମାତୃ ଶବ୍ଦର ମନେ ପକାଉ ଟିକେ। ହେ ମାତଃ ଠିକ, ହେ ମାତଃ ଅତ୍ର ଆଗଚ୍ଛ, ଏଇଟା ଠିକ, ହେ ମାତା ଭୁଲ। ବଧୋଃ ଭ୍ରାତା ଆଗଚ୍ଛତି, ତା ମାନେ କଣ? ବୋହୂର ଭାଇ ଆସିଛନ୍ତି। ବଧୋଃ ମାନେ ବଧୂ ଶବ୍ଦର ଷଷ୍ଠୀ ବିଭକ୍ତି ଏକବଚନ, ବଧୋଃ ହୁଏନି, କଣ ହୁଏ? ବଧ୍ୱାହା, ବଧ୍ୱାହା ଭ୍ରାତା ଆଗଚ୍ଛତି, ମାନେ ବୋହୂର ଭାଇ ଆସିଛନ୍ତି। ବୁଝିପାରୁଛ? ଟିକେ ଟିକେ କେମିତି, ଟିକେ ଜ୍ଞାନ ନ ରହିଲେ ତମେ କଣ ସଂଶୋଧନ କରିପାରିବ ନାହିଁ। ଦେଖ, ମହାନଦୌ ତରିହି ଚଳତି, ତା ମାନେ କଣ? ମହାନଦୀରେ ଡଙ୍ଗା ଚାଲୁଛି, ତରି ମାନେ ଡଙ୍ଗା ଜାଣିଛ। ମହାନଦେଉ ମାନେ ମହାନଦୀ ଶବ୍ଦର ସପ୍ତମୀ ବିଭକ୍ତି ଏକବଚନ ହେଇଛି, କିନ୍ତୁ ନଦୌ ହୁଏ ନାହିଁ, ସେଠି କଣ ହୁଏ? ମହାନଦ୍ୟାମ୍, ନଦୀ ଶବ୍ଦର ଷଷ୍ଠୀ ବିଭକ୍ତି ଏକବଚନ, ସପ୍ତମୀ ବିଭକ୍ତି। ମହାନଦ୍ୟାମ୍ ତରିହି ଚଳତି, ଅର୍ଥାତ୍ ମହାନଦୀରେ ଡଙ୍ଗା ଚାଲୁଛି। କାକଃ ଚଞ୍ଚୁନା ଖାଦତି, ଚଞ୍ଚୁ ମାନେ ପିଲା ଜାଣିଛ? ଚଞ୍ଚୁ ମାନେ ଥଣ୍ଟ, କାଉଟି ଥଣ୍ଟ ଦ୍ଵାରା ଖାଉଛି। ଚଞ୍ଚୁ ଶବ୍ଦର ତୃତୀୟା ବିଭକ୍ତି ଏକବଚନ, ଚଞ୍ଚୁ ନା ହୁଏ ନାହିଁ, କଣ ହବ? ଚଞ୍ଚୁଆ। କାକଃ ଚଞ୍ଚୁଆ ଖାଦତି, ଅର୍ଥାତ୍ କାଉଟି ଥଣ୍ଟ ଦ୍ଵାରା ଖାଉଛି। ଲକ୍ଷ୍ମୀ ସାଗରସ୍ୟ ଦୁହିତା, ଆଉ ଟିକେ ପୂର୍ବରୁ ଆମେ ଆଲୋଚନା କରୁଥିଲେ, ଲକ୍ଷ୍ମୀ ଶବ୍ଦରେ କଣ ରହିବ? ବିସର୍ଗ ରହିବ। ତେଣୁ ଲକ୍ଷ୍ମୀ ସାଗରଙ୍କର କନ୍ୟା, ଲକ୍ଷ୍ମୀ ହିଁ ହେଇଯିବ, ଲକ୍ଷ୍ମୀ ହିଁ ସାଗରସ୍ୟ ଦୁହିତା। ବୁଝିଗଲ? ଦେଖ ଆଉ ଗୋଟେ, ରାମସ୍ୟ ପୁସ୍ତକଃ ସୁନ୍ଦରମ୍, ପୁସ୍ତକଃ ଦେଇଛି, ପୁସ୍ତକଟା ପିଲାମାନେ କୋଉ ଲିଙ୍ଗ? କ୍ଲିବଲିଙ୍ଗ। ତେଣୁ ରାମର ବହିଟି ସୁନ୍ଦର, ସେଠି କଣ କରାଯିବ? ପୁସ୍ତକଃ ହବନି, ରାମସ୍ୟ ପୁସ୍ତକମ୍ ସୁନ୍ଦରମ୍। ବୁଝିପାରିଲ? ତାହେଲେ ଟିକେ ଆମେ ଶବ୍ଦ ରୂପର ଜ୍ଞାନ ରହିଲେ ଏଗୁଡିକ ସଂଶୋଧନ କରିପାରିବା, ନହେଲେ ହେବ ନାହିଁ। ଉଦ୍ୟାନେ ବହବହ ପୁଷ୍ପାଣୀ ସନ୍ତି, କୋଉଠି ଭୁଲ ରହିଲା ପିଲାମାନେ ଦେଖ, ପୁଷ୍ପାଣୀ କ୍ଲିବଲିଙ୍ଗ କିନ୍ତୁ ବହବହ ପୁଲ୍ଲିଙ୍ଗ ଦେଇଦେଲା। ଆମର ବିଶେଷ୍ୟ ପଦଟି ଯୋଉ ଲିଙ୍ଗ ଯୋଉ ବଚନ ହବ, ତାର ବିଶେଷଣଟା ସେଇ ଲିଙ୍ଗ ସେଇ ବଚନ ହବ। ତେଣୁ ଏଠି କଣ ହେଇଯିବ? ଉଦ୍ୟାନେ ବହୁନି ପୁଷ୍ପାଣୀ ସନ୍ତି, ଏଇଟା ଠିକ ହେଲା। ବହବହ ହବ ନାହିଁ, ବହୁନି ହବ। ରାମଃ ଦୁର୍ଯ୍ୟୋଧନସ୍ୟ କର୍ଣ୍ଣୌ ଅତାଡ଼ୟତ୍, ହେଲା। ତାହେଲେ ଜାନୌ, ସେଇଟା ପିଲାମାନେ କର୍ଣ୍ଣୌ ନୁହେଁ। ଭୀମଃ ଦୁର୍ଯ୍ୟୋଧନସ ଜାନୌ ଅତାଡ଼ୟତ୍, ତାହେଲେ ଜାନୌ, ଜାନୌ ମାନେ କଣ? ଜଙ୍ଘ,
ଜଙ୍ଘ ଦୁଇଟିକୁ ଭାଙ୍ଗିଥିଲେ। ଏଟା ଜାନଉ ହବନି। ଭୀମ ଦୁର୍ଯ୍ୟୋଧନମ୍ ଜାନ୍ମନି ଅତାଡ଼ୟତ୍ ହେଲା, ଜାନ୍ମନି ଅତାଡ଼ୟତ୍। ଜାନୁ ମାନେ ଜଙ୍ଘ। ଆଉ ଟିକେ ଦେଖ ତାହେଲେ, ପଦ୍ମପତ୍ରେ ଅମ୍ବୁମ୍ ପଶ୍ୟ, ତା ମାନେ କଣ? ପଦ୍ମପତ୍ରରେ ଜଳକୁ ଦେଖ। ତାହେଲେ ଅମ୍ବୁମ୍ ଭୁଲ ଅଛି, ଏଠି ଠିକ ହବ କଣ? ପଦ୍ମପତ୍ରେ ଅମ୍ବୁ ପଶ୍ୟ ହେଲା। ଅମ୍ବୁ ମାନେ କଣ? ଜଳ। କୁକୁରଃ ଅସ୍ତିମ୍ ଚର୍ବତି। କୁକୁରଃ, କୁକୁରର ସଂସ୍କୃତ ଶବ୍ଦ ଶ୍ୱାନ ବି ଅଛି। ତାହେଲେ ଏଠି କୁକୁରଃ ଦେଇଛି, ଯଦି କୁକୁର ଦେଇଛି କୁକୁରଃ ଅସ୍ତିମ୍ ଚର୍ବତି, ସେଠି କଣ ହେଇଯିବ ପ୍ରକୃତରେ? କୁକୁରଃ ଅସ୍ତି ଚର୍ବତି, ଅସ୍ତିମ୍ ନୁହେଁ। କୁକୁର ହାଡକୁ ଚୋବଉଛି। ଚର୍ବତି ମାନେ କଣ? ଚୋବଉଛି। ଭ୍ରମରଃ ମଧୁମ୍ ପିବତି, ତା ମାନେ କଣ ତମେ ବୁଝିପାରୁଛ? ଭଁରଟି ମହୁ ପିଉଛି କିନ୍ତୁ ମଧୁମ୍ ହୁଏ ନାହିଁ। ସେଟା ମଧୁ ମଧୁନି ମଧୁନି, ମଧୁ ମଧୁନି ମଧୁନି। ତାହେଲେ ଭ୍ରମରଃ ମଧୁ ପିବତି ହବ, ମଧୁମ୍ ହବ ନାହିଁ। ମଧୁମ୍ ହେଲେ ଭୁଲ। ରାମଃ ଫଳାନ୍ ଆନୟତି, ରାମ ଫଳ ଗୁଡିକୁ ଆଣୁଛି। ଯିଏ ପିଲେ ଘୋଷିଥିବ ସେ ଜାଣି ସାରିବଣି। ଆମର ଫଳ ଶବ୍ଦ କ୍ଲିବଲିଙ୍ଗ, ତାକୁ କେମିତି ହୁଏ? ଫଳମ୍ ଫଳେ ଫଳାନି, ଫଳମ୍ ଫଳେ ଫଳାନି। ତାହେଲେ ଫଳକୁ ହେଲେ ଫଳାନି ହଉଛି, ଫଳାନ ହଉନି। ରାମଃ ଫଳାନି ଆନୟତି, ରାମ ଫଳ ଗୁଡିକୁ ଆଣୁଛି। ହେଲା ପିଲାମାନେ। ତାହେଲେ ଆମେ କେତେ ଗୁଡିଏ ଭ୍ରମ ସଂଶୋଧନ କଲେ। ପିଲାମାନେ ବହିରେ ସବୁ ରହିଛି, କିନ୍ତୁ କୋଉଠି ଭୁଲଟା ରହୁଛି ସେଇଟା ତୁମର ନିହାତି ଜାଣିବା ଦରକାର। ସେଥିପାଇଁ ଆମେ ଆଜି ଏଇ କ୍ଲାସରେ ଏଇଟା କଲେ। ଆହୁରି ମଧ୍ୟ ଅନେକ ଭ୍ରମ ସଂଶୋଧନ ରହିଛି। ମୁଁ ଭାବୁଛି ସବୁ ଗୁଡିକ ତମକୁ ଦେଖେଇଦବା। ତୁମେ ଅନ୍ତତଃ ଜାଣ କୋଉଠି ଭୁଲଟା ରହୁଛି, ତାପରେ ତମେ ଠିକ କରିପାରିବ। ତାହେଲେ ନିଶ୍ଚିତ ଭାବରେ ଏଇଠି ତୁମକୁ ସାହାଯ୍ୟ କରିବ ଭ୍ରମ ସଂଶୋଧନରେ। ତାହେଲେ ଆଜି ପାଇଁ ଆମେ ଏଇଠି ହିଁ ରହିବା। ସମସ୍ତଙ୍କୁ ଧନ୍ୟବାଦ।